ସେଦିନ ମୋ ଭାଗ୍ୟ କଣ ଥିଲା ଠାକୁରଙ୍କ ଦୟାରୁ ଜିତିଗଲି 3 କୋଟି ଟଙ୍କା ଆଉ। ମୋ ନାଁ ସୌମ୍ୟ ରଞ୍ଜନ ବେହେରା, ଦେଉଳିଆ ପାଟନାରେ ରହୁଛି। ଡ୍ରିମ୍ ଇଲେଭେନରେ ଆପଣ ଜିତିଛନ୍ତି 3 କୋଟି ଟଙ୍କା। ହଁ ଭାଇ ଜିତିଛି। କେମିତି କ'ଣ ଆପଣଙ୍କର ଏକ୍ସପିରିଏନ୍ସ କୁହନ୍ତୁ? ବହୁତ ଖୁସି ଲାଗୁଛି। ଡ୍ରିମ୍ ଇଲେଭେନରେ ଗୋଟେ ଟିମ୍ କରିଥିଲି 49 ଟଙ୍କା ଦେଇକି, ଯାହାଦ୍ୱାରା କି ମୁଁ 3 କୋଟି ଟଙ୍କା ଜିତି ପାରିଛି, ତ ବହୁତ ଖୁସି ଲାଗୁଛି। ଖାଲି 3 କୋଟି ନା ଆଉ କ'ଣ ଗାଡ଼ି? 3 କୋଟି ସହିତ ଗୋଟେ ଥାର୍ ଜିତିଛି। ଥାର୍ ବିଷୟରେ କଥା ହେଇଥିଲେ ତାଙ୍କ ସହିତ, ସେ କହିଛନ୍ତି କି ଆମେ ଆପଣଙ୍କୁ ଥାର୍ ଆପଣଙ୍କ ଲୋକାଲିଟିରେ ଯେଉଁ ମହିନ୍ଦ୍ରା ଶୋରୁମ୍ ରହୁଛି ସେଇଠି ଆପଣଙ୍କୁ ଆକ୍ସେସ୍ କରେଇବୁ, ଯାହାଦ୍ୱାରା କି ତୁମେ ଥାର୍ ପାଇପାରିବ। ଆଉ ଏବେ 3 କୋଟି ଟଙ୍କା ତ ମୋର ଆସିଛି ଏରି ୱାଲେଟ୍କୁ, ଆସିଛି ଏରି ଗେମ୍ର ୱାଲେଟ୍କୁ। ସେଇଟା ଖାଲି କାଲି ଶନିବାର ଥିବାରୁ ମୁଁ କିଛି ଟ୍ରାଞ୍ଜାକ୍ସନ୍ କରିପାରୁନି, ଆଉ ଆଜି ରବିବାର ବି ହେଇପାରୁନି। ସୋମବାର ଦିନ କାଲି ସବୁ ଚେକ୍ ଚାକ୍ କରିକି ପ୍ୟାନ୍ କାର୍ଡ଼ ଏକା ତାପରେ ପଇସା ୱିଡ୍ର କରିବାକୁ ଟ୍ରାଏ କରିବି ଆଉ। ଆପଣ କ'ଣ କରନ୍ତି? ଆପଣ ମୁଁ ପଢ଼ୁଛି +3 ସେକେଣ୍ଡ ଇୟରରେ, ବିକମ୍ କରୁଛି ନିସ୍ କଲେଜରେ। କେମିତି କ'ଣ ଚିନ୍ତା ଆସିଥିଲା ଏ IPL ଲଗେଇବା ପାଇଁ? ନାଇଁ IPL ଲଗେଇବାକୁ ମୁଁ ଦେଖିଲି 2-4 ଜଣ ଜିତିଲେଣି ଓଡ଼ିଶାର। ମୁଁ ତ ଆଗରୁ ଖେଳୁଥିଲି, ମାତ୍ର 7-8ଟା ମ୍ୟାଚ୍ ଖେଳିଛି। ଆଉ ସେଦିନ ମୋ ଭାଗ୍ୟ କଣ ଥିଲା ଠାକୁରଙ୍କ ଦୟାରୁ ଜିତିଗଲି 3 କୋଟି ଟଙ୍କା ଆଉ। କ'ଣ କେମିତି ଲଗେଇଥିଲ ଟିମ୍ କରିଥିଲି ସେଦିନ ବୋଲିଂ ପିଚ୍ ବହୁତ ଥିଲା, ମାନେ ବୋଲର ମାନଙ୍କୁ ଭଲ ସାହାଯ୍ୟ ମିଳିବ ବୋଲି ମୁଁ ଆଶା କରିଥିଲି, ଯାହାଦ୍ୱାରା କି ମୁଁ ବୋଲର ଆଉ ଅଲରାଉଣ୍ଡର ମିଶେଇକି 7 ଜଣଙ୍କୁ ଖେଳାଇଥିଲି, ଯେଉଁମାନେ କି ପ୍ରମୁଖ ବୋଲର ଆଉ ଅଲରାଉଣ୍ଡର। ତ ସେଇ 7 ଜଣ ମୋତେ ବହୁତ ପଏଣ୍ଟ ଦେଇଥିଲେ। ଆଉ ବ୍ୟାଟ୍ସମ୍ୟାନ୍ ଯେଉଁ 4ଟାଙ୍କୁ ଖେଳାଇଥିଲି ସେମାନେ ବି ସେଇ 4ଟି ବ୍ୟାଟ୍ସମ୍ୟାନ୍ ବି ମୋ ପାଇଁ ଭଲ ପ୍ରଦର୍ଶନ କରିଥିବାରୁ ମୁଁ ଡ୍ରିମ୍ ଇଲେଭେନରେ ଟପ୍ 1ରେ ରହିପାରିଛି। କ୍ୟାପ୍ଟେନ୍ ଭାଇସ୍ କ୍ୟାପ୍ଟେନ୍ ରଖିଥିଲି ହର୍ଷଲ ପଟେଲକୁ, ଭାଇସ୍ କ୍ୟାପ୍ଟେନ୍ ରଖିଥିଲି ମୁଁ ଜୟଦେବ ଉନଟକଟକୁ। ଜୟଦେବ ଉନଟକଟ ସିଏ 100 କେତେ ପଏଣ୍ଟ ଦେଇଥିଲା। କ୍ୟାପ୍ଟେନ୍ ମୋର ଭଲ ପ୍ରଦର୍ଶନ କରିଥିଲା। ଟିମ୍ଟା ମ୍ୟାନେଜ୍ ଥିବାରୁ, ବାଲାନ୍ସ ଟିମ୍ ଥିବାରୁ ତ ସମସ୍ତେ ଭଲ ପଏଣ୍ଟ ଦେଇକି ମୁଁ ଜିତି ପାରିଥିଲି। ଏଇ ଖେଳରେ ଆପଣଙ୍କର ପଇସା ଲଗେଇବା ପାଇଁ ସେ ପିଲାର କ୍ରିକେଟ୍ ମାନେ ଏକ୍ସପିରିଏନ୍ସ ଥିବା କଥା କି? ହଁ, ଏକ୍ସପିରିଏନ୍ସ ଥିବା ଦରକାର, କାହିଁକି ନା ଲୋକମାନେ କେତେ ପ୍ରକାର ଟିମ୍ ଲଗାଉଛନ୍ତି, ସେ ଟିମ୍କୁ ଦେଖିକି କିଛି ନାହିଁ। ଆମେ ମ୍ୟାଚ୍ କଣ୍ଡିସନକୁ ଦେଖିବା, କେଉଁ ପିଚ୍ରେ ଭଲ ବୋଲର ମାନଙ୍କୁ ମିଳୁଛି କି କେଉଁ ବ୍ୟାଟ୍ସମ୍ୟାନ୍ ମାନଙ୍କୁ ମିଳୁଛି, ସେ ତାଙ୍କୁ ପ୍ରାୟୋରିଟି ଦେଇକି ଖେଳିବା କଥା। ଯେଉଁ ପିଚ୍ରେ ବୋଲର ମାନଙ୍କୁ ପ୍ରାୟୋରିଟି ମିଳୁଛି ସେଠି ଅଧିକ ବୋଲର ଯଦି ଆମେ ଟିମ୍ରେ ସିଲେକ୍ସନ୍ କରିଥିବା, ତାହେଲେ ବାଇଚାନ୍ସଲି ଯଦି ଭଲ ପ୍ରଦର୍ଶନ ହେଲା ବୋଲରଙ୍କ ଦ୍ୱାରା, ତ ଆପଣମାନେ ବି ଜିତିପାରିବେ। ଏ ପିଲାମାନେ ଅଛନ୍ତି କିଛି କ୍ରିକେଟ୍ ବିଷୟରେ ଜ୍ଞାନ ନଥାଇ ମଧ୍ୟ ତା ଦେହରେ ଲଗେଇ ଦେଉଛନ୍ତି ପଇସା, ସେମାନଙ୍କୁ କ'ଣ କହିବେ? ସେମିତି ଗଲେ ଅଯଥା ଖାଲି ପଇସା ହିଁ ବର୍ବାଦ ହବ। ଆଉ 2 ପ୍ରକାର ଟିମ୍ ହେଇପାରିବ, ଗୋଟେ ହେଇପାରିବ ଯେ ରିକ୍ସ ଟିମ୍ ଗୋଟେ ହେଇପାରିବ, ଆଉ ଗୋଟେ ସେଭିଂ ଟିମ୍ ହେଇପାରିବ। ସେଭ୍ ଟିମ୍ କଲା ବେଳେ ତ ପଇସାକୁ ଆଶା କରିପାରିବେନି, କାହିଁକିନା ଟିମ୍ଟା ସେଭ୍ ହେଇଯିବ। ଆଉ ରିକ୍ସ ଟିମ୍ କଲାବେଳେ ପଇସା କଟିପାରେ, ଆଉ ଠାକୁରଙ୍କ ଦୟାରେ ଠାକୁର ଯଦି ଠିକ୍ ଆପଣଙ୍କୁ, ମୁଁ ଭଗବାନଙ୍କୁ ହିଁ ବହୁତ ମାନେ। ଭଗବାନ ନାଇଁ, ଟୋଟାଲ 7-8ଟା ଟିମ୍ କରିଥିଲି ଜୀବନ ଯାଏ। ଏଇ ହାରିନି କେତେବେଳେ, ସବୁବେଳେ 49 ଟଙ୍କା ରିଟର୍ନ ପଳେଇ ଆସେ ଯେତେ ଥର ଖେଳିଥିଲି। ଘରେ କିଛି ମନା କରନ୍ତିନି କାହିଁ ଗେମ୍ ଖେଳି ପିଲା ପଇସା ବହୁତ ହରଉଛନ୍ତି? ନାଇଁ, ମୁଁ ଘରେ ଜଣେଇ ନଥିଲି ସାର୍, ଜଣେଇ ନଥିଲି। ଏବେ ଜାଣିଲା ପରେ ଘରେ କ'ଣ କହୁଛନ୍ତି? ବହୁତ ଖୁସି ଅଛନ୍ତି। ବାପା କ'ଣ କରନ୍ତି? ବାପା ଜଣେ ମାଛ ଦୋକାନୀ, ମାଛ ବ୍ୟବସାୟ କରନ୍ତି। ଘରର ପରିସ୍ଥିତି କେମିତିକା? ଘର ପରିସ୍ଥିତି ମାନେ ମୋ ଉପରେ ବହୁତ ଡିପେଣ୍ଡ କରିଥିଲା, କାହିଁକିନା ମୁଁ ଜଣେ ଘରେ ଗୋଟେ ବୋଲି ପୁଅ ଥିଲି, ତ ମୋ ଉପରେ ବହୁତ ଡିପେଣ୍ଡ କରିଥିଲେ। ତ ଏବେ ମୋତେ ଲାଗୁଛି ଘରର ଆର୍ଥିକ ସ୍ଥିତି ଟିକେ ସୁଦୃଢ଼ ହେଇଯିବ। କ'ଣ ଲକ୍ଷ୍ୟ ଅଛି ପଇସା ନେଇ କ'ଣ କରିବେ? ପଇସା ନେଇକି କିଛି ଭଲ କାମରେ ଲଗେଇ ବିଜନେସ୍ କରିବାର ଲକ୍ଷ୍ୟ ଅଛି। ଏବେ ତ ମାନେ ମୁଁ ଷ୍ଟଡି କରୁଛି, ଆଉ 2 ବର୍ଷ ଷ୍ଟଡି କଲା ପରେ ସେଇ ପଇସାକୁ ମୁଁ ଭାବୁଛି କିଛିଟା ଭଲ ବିଜନେସ୍ ଲଗେଇବି। ସେତେବେଳକୁ ମ୍ୟାଚୁରିଟି ହେଇଯାଇଥିବ, ମାଇଣ୍ଡ ବି ମେକଅପ୍ ହେଇଯାଇଥିବ, ଯାହାଦ୍ୱାରା କି ଭଲ ବିଜନେସ୍ ଲଗେଇ କିଛି ପ୍ରଫିଟ୍ ପାଇପାରିବାର। ଆଚ୍ଛା, ଏଇ ଗେମ୍ ଜିତିବାର ମାନେ କାହା ପାଇଁ ଜିତିଲେ ଭାବୁଛନ୍ତି? ଠାକୁରଙ୍କ ଦୟାରୁ ମୋତେ ଲାଗୁଛି ଯେତେବେଳେ ଠାକୁର, ବାପା ମାମାଙ୍କ ସପୋର୍ଟ ଅଛି, ବାପା ମାମାଙ୍କ ଆଶୀର୍ବାଦ, ଅଜାଇଙ୍କର ଆଶୀର୍ବାଦ ଅଛି। ଅଜାଇ ବି ମୋତେ ବହୁତ ସପୋର୍ଟ କରନ୍ତି, ମାମୁଁ ମାଇଁ ବି ବହୁତ ସପୋର୍ଟ କରନ୍ତି, ଫ୍ୟାମିଲି ମେମ୍ବର ସମସ୍ତେ ସପୋର୍ଟ କରନ୍ତି। ସେଥିପାଇଁ ମୋତେ ଲାଗୁଛି ତାଙ୍କ ଆଶୀର୍ବାଦ ଯୋଗୁଁ ମୁଁ ଆଜି ଜିତି ପାରିଛି। ଜିତିଲେ ଫୋନ୍ଟି ଆସିଲା, ଆପଣ ଭାବିଲେ ଫ୍ରଡ୍ କଲ୍ ହେଇଥିବ, ବହୁତ ଫ୍ରଡ୍ କଲ୍ ଆସୁଛନ୍ତି? ନା, ମୁଁ ସେତେବେଳେ ନିଜେ ହିଁ ଲାଇଭ୍ ଦେଖୁଥିଲି ଡ୍ରିମ୍ ଇଲେଭେନରେ, ତ ଦେଖିଲି ଟପ୍ 1ରେ 18 ଓଭରରୁ ମୁଁ ଟପ୍ 1ରେ ଅଛି। ତ ଆଉ ସେକେଣ୍ଡରୁ ଦେଖିଲି, କମ୍ପେୟାର କଲି, ଦେଖିଲି ଆଉ କେହି ମୋ ପାଖାପାଖିରେ ବି କେହି ନାହାନ୍ତି, ତ ମୋତେ ବହୁତ ଖୁସି ଲାଗିଥିଲା। 18 ଓଭରରୁ ମୁଁ ଖୁସି ହେଇଯାଇଥିଲି ଯେ ଜିତିବି ବୋଲି। ଆଚ୍ଛା, ତା ଦେହରେ କ'ଣ ଅଛି, ଯଦି ସେଫ୍ ଟିମ୍ ଗୋଟେ ହେଇଯିବ ସେ ପଇସାଟି ରିଟର୍ନ ପଳେଇ ଆସିବ? ସେଭ୍ ଟିମ୍ କଲେ ପଇସା ଗ୍ୟାରେଣ୍ଟି ରିଟର୍ନ ଆସିବ, କିନ୍ତୁ ୱିନିଂ ପାଇଁକା ମୋତେ ଲାଗୁଛି 30% ହିଁ ଚାନ୍ସ ମିଳିବ। ଆଉ କିନ୍ତୁ ରିକ୍ସ ଟିମ୍ କଲେ 70% ବି ଚାନ୍ସ ଥାଏ ୱିନିଂ ହେଇପାରିବ ଗୋଟେ ମଣିଷ। ଟୋଟାଲ 7ଟା ମ୍ୟାଚ୍ ହିଁ ଖେଳିଥିଲି ନା, ଆଉ ଜିତିବି କେମିତି?
ଅଧିକ ଖେଳିଥିଲେ କାଳେ ଆଉ କୋଉଥିରେ ବି ଜିତି ପାରିଥାନ୍ତି। ପେମେଣ୍ଟ ଆସିବାର ପ୍ରୋସେସଟା ଆପଣଙ୍କ ୱାଲେଟକୁ ସାଙ୍ଗେ ସାଙ୍ଗେ 3 କୋଟି ପଳେଇ ଆସିଥିଲା ନା? ଆଉ ୱାଲେଟକୁ ଗୋଟେ ଦିଟା ଭିତରେ 3 କୋଟି ଆସିଥିଲା ମାନେ ଆମ ଗେମ୍ର ୱାଲେଟକୁ 3 କୋଟି ଆସିଥିଲା। ମୁଁ ଏତେବେଳେ ଯାଇ ବି ଟ୍ରାନ୍ସଫର କରିନି ଆକାଉଣ୍ଟକୁ। କେତେଗୁଡେ ଚାର୍ଜେସ୍ କଟିକି ଆସେ? ହଁ 33% ଲେଖୁଛି GST କଟିବ ବୋଲି। ତାହେଲେ କେତେ ଆପଣ ଟୋଟାଲ ଆସିବ? 2 କୋଟି 1 ଲକ୍ଷ ପାଖାପାଖି। ତା ସହିତ ଗୋଟେ ମହିନ୍ଦ୍ରା ଥାର ରହୁଛି। 30% ମତେ ସିଏ କଲିଂ ଯୋଉ କରିଥିଲେ କହିଲେ 30% ତମର ଏଇ ଗେମ୍ରୁ କଟିବ, ଆଉ 3% ତମର ବ୍ୟାଙ୍କରେ ଯୋଉ ଆକ୍ସେସ୍ ଏକା କରିବ ସେଥିରୁ କାଳେ କଟିପାରେ। ଯୋଉମାନେ କିଛି ଗେମ୍ ଖେଳିକି ସୁସାଇଡ୍ କରିଦଉଛନ୍ତି ତାଙ୍କୁ କ'ଣ ମେସେଜ ରଖିବେ? ତାଙ୍କ ବାର୍ତ୍ତା ହେଲା ଯେ ଯଦି ଗେମ୍ ଖେଳିକି ସୁଇସାଇଡ୍ କିଏ କରନ୍ତି, ସୁଇସାଇଡ୍ କରିବା କଥା ନୁହେଁ, କାହିଁକି ନା ଏମିତି ନିଜ ଲାଇଫ୍ଠୁ ପଇସା ବଡ଼ ନୁହେଁ, ତ ସୁଇସାଇଡ୍ କରିବା କଥା ନୁହେଁ। କିନ୍ତୁ ଏତେ ବି ରିସ୍କ ନେଇକି ବହୁତ ଟିମ୍ କରନ୍ତି, ସେଇଟା ଭଗବାନଙ୍କ ଉପରେ ଥାଏ, କେତେବେଳେ କାହାର ଭାଗ୍ୟ ଚେଞ୍ଜ ହେଇପାରେ। ତାର ଗାଡ଼ି ଆଣି ଚଢ଼ିବ ତ? ହଁ ଚଢ଼ିବାନି କ'ଣ ପାଇଁ। ଭାଇ 18 ବର୍ଷ ହେଇଗଲାଣି ତ ଗାଡ଼ି ଚଢ଼ିବା ନା। ସାଙ୍ଗସାଥି ମାନେ ବି ବହୁତ ଖୁସି ଅଛନ୍ତି। ହଁ ସେମିତି ତ କାଲି ବି ମୁଁ ଜଣଙ୍କର 2ଟା ଟିମ୍ କରିଥିଲି, ସିଏ ତା ନିର୍ଭୟରେ ଦେଇଥିଲା, କିନ୍ତୁ କାଲି ଖେଳ ବି ମଝିରୁ ବନ୍ଦ ହେଇଯାଇଥିବାରୁ କିଛି ପଏଣ୍ଟ ମିଳୁନଥିଲା। ନା ନା ଖେଳ ତ ବନ୍ଦ ହେଇଗଲା ବର୍ଷା ଯୋଗୁଁ ନା, ମୋର କ'ଣ ଭୁଲ ଥିଲା। ବର୍ଷା ଯୋଗୁଁ ଖେଳ ବନ୍ଦ ହେଲେ ପଇସାଟି ରିଟର୍ନ 49 ଟଙ୍କା ହିଁ ଆସିଯିବ। ଆସିଯିବ। ଲସ୍ କିଛି କରିନଥିଲି ନା।